ଲଗାଣ ବର୍ଷାରେ ଚାଷୀର ଚାଷ ବହୁତ ମାତ୍ରାରେ ନଷ୍ଟ ହୋଇଥିବା ବେଳେ ବର୍ଷା ପରେ ଚାଷୀମାନେ ମଧ୍ୟ ପୁନର୍ବାର ତଳି ପକେଇ ଧାନ ବୁଣି ତାଙ୍କର ଚାଷ ଆରମ୍ଭ କରିଥିଲେ। କିନ୍ତୁ ଛେଣ୍ଡିପଦା ବନାଞ୍ଚଳର ସରପାଳରେ ଥିବା ହାତୀପଲ ଧାନକୁ ମାଡ଼ି ମଧ୍ୟ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ମୋ ସହଯୋଗ କହିବି ଦେଖେଇବେ କି କିପରି ଭାବରେ ହାତୀ କ୍ଷୟକ୍ଷତି କରିଛନ୍ତି। ବିଲରେ ଗଛ ଅଳ୍ପ ଅଳ୍ପ ହେଇଛି ଏବଂ ପାଣି ମଧ୍ୟ ଅଛି, ଯାହାର କୁ ନେଇ ହାତୀମାନେ ମଧ୍ୟ ଆସି କିପରି ଭାବରେ ସବୁ ମାଡ଼ି ମକଚି ନଷ୍ଟ କରିଦେଇଛନ୍ତି। ନିକଟରେ ଏକ ତାଳ ଗଛ ଅଛି, ତାଳ ଖାଇବା ପାଇଁ ହାତୀମାନେ ଆସିଥିଲେ ଏବଂ ମାଡ଼ି ମକଚି ଚାଷକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ବାଉଁଶ ବୁଦା ଅଛି, ବାଉଁଶ ବୁଦା ଗୁଡ଼ିକୁ ମଧ୍ୟ ଟାଳି ଦେଇଛନ୍ତି। ଆପଣ ଦେଖିପାରୁଥିବେ ଆମ ସହିତ ଅଛନ୍ତି କିଛି କ୍ଷତିଗ୍ରସ୍ତ ଚାଷୀ, ଆମେ ତାକୁ ପଚାରିବା। କ'ଣ କହିବେ ଆଜ୍ଞା, ହାତୀ ଆସିକି ଆପଣ କ'ଣ ସବୁ କ୍ଷୟକ୍ଷତି କରିଛନ୍ତି? ଆମର ବହୁତ ଧାନ ବହୁତ ମାଡ଼ି ଦେଇଛନ୍ତି, ବାଦାମ ବହୁତ ମାଡ଼ି ଦେଇଛନ୍ତି, ହରଡ଼ ବି ମାଡ଼ି ଦେଇଛନ୍ତି, ବାଉଁଶ ଗଛ ବି ଟାଳିକିରି ପକେଇ ଦେଇଛନ୍ତି। ଆମେ ବଞ୍ଚିବୁ କେମିତି ଆଜ୍ଞା? ବଞ୍ଚିବୁ କେମିତି? ଆମର ବହୁତ କ୍ଷୟକ୍ଷତି କରିଦେଇଛି। ବାରମ୍ବାର ଖାଲି ଆଉଛନ୍ତି। ଚଳିବୁ କେମିତି ଆମେ? ଏବିକା ଯଦି କ୍ଷତି କରିବେ ହାତୀ, ଆମେ ଚଳିବୁ କେମିତି? ଆମେ ଶେଷରେ ସରକାରକୁ ବହୁତ ପଦକ୍ଷେପ କଲା ପରେ ବି ଶୁଣୁନାହାନ୍ତି। କ'ଣ କରିବୁ ଆଜ୍ଞା? ଆମେ ବହୁତ ମନର ଦୁଃଖରେ ରହିଛୁ। ବହୁତ ଦୁଃଖ ବୋଲେ ଦୁଃଖ ଯାହାକୁ କୁହନ୍ତି। ଦେଖନ୍ତୁ, କ୍ଷୋଭର ସହିତ ଚାଷୀ ଜଣକ ଯାହା କହିଲେ କି ତାଙ୍କର ଫସଲ ଉଜୁଡ଼ି ଯିବା ପରେ ସେ ବହୁତ ଦୁଃଖର ସହିତ ରହିଛନ୍ତି। ତାଙ୍କର ଫସଲ କେମିତି ହେବ ସେଥିପାଇଁ ମଧ୍ୟ ଚିନ୍ତିତ ଅଛନ୍ତି। ଆମ ସହିତ ଅଛନ୍ତି ଜଣେ ଚାଷୀ ମଉସା। ମଉସା, କ'ଣ କହିବେ? ହାତୀ ଆସିଲେ ଆପଣଙ୍କର ବହୁତ କିଛି କ୍ଷୟକ୍ଷତି କଲେ, କ'ଣ କ'ଣ ସବୁ ଆପଣଙ୍କର କ୍ଷୟକ୍ଷତି କରିଛନ୍ତି, କିପରି ଭାବେ କରିଛନ୍ତି? ଆଜ୍ଞା, ଆମେ ଧାନ ସାରିଥିଲୁ ବର୍ଷାରେ, ସେ ଧାନ ଭାସିଗଲା। ପୁଣି ନୂତନ ଆଜ୍ଞା ଧାନ ଛାଡ଼ିକି ପୁଣି ତଳି କରିକି ଆଜ୍ଞା ରୁଇଛୁ। ଆଜ୍ଞା ହାତୀ ଆସିକି ମାଡ଼ିକିରି ନାନା ଖାନା କରି ହେତା କରିଦେଲେ। ଆଜ୍ଞା ବହୁତ ଆମ ବାରି ବଗିଚା ଥିଲା, ଝାଲର ଫାଲ ଭେଣ୍ଡି ଯାହା ଗୁଆର କରିଥିଲୁ ତାହା ମଧ୍ୟ ଆଜ୍ଞା ମାଡ଼ିକି ଆଜି ରାତି ସାରା ଆମେ ଶୋଇନୁ। ରାତି ସାରା ଆଜ୍ଞା ଘରକୁ ଆମର ଭାଙ୍ଗିବା ମଧ୍ୟ ହାତୀ ମଧ୍ୟ ପଦକ୍ଷେପ କରିଥିଲେ। ତଥାପି ଆଜ୍ଞା ଆମେ ରାତି ସାରା ଶୋଇନୁ, ହୁଳା ନଗେଇ ତାକୁ ହାତୀ କାଳିକିରି ଆମେ ନାନା ହେତା କରିଛୁ। ଆଜ୍ଞା ବିଲ ଯାକ ଯାହା ରୋଇଥିଲୁ ମଧ୍ୟ ସାନ ମାଡ଼ି ମୁଡ଼ାକି ନାନା ଖାନା ଆଜ୍ଞା କରିକିରି ବହିଛି। ଆମେ ସାରା ରାତି ଆଜ୍ଞା ଶୋଇନୁ। ବର୍ତ୍ତମାନ ଆପଣ କ'ଣ ଚାହୁଁଛନ୍ତି, ପ୍ରଶାସନକୁ କ'ଣ ନିବେଦନ କରିବେ? ଆଜ୍ଞା ଆମେ ଆଉ କ'ଣ ଆମର କେମିତି ବଞ୍ଚିବୁ, କ'ଣ କରିବୁ ତାର ପ୍ରତିକ୍ଷେପ ଆପଣ କରନ୍ତୁ। କିନ୍ତୁ ଏ ହାତୀ ଆପଣ ନେଇକିରି ଆମର ଏଠୁ ନେବେ କି କ'ଣ କରିବେ, ହାତୀ ଆଜ୍ଞା ବ୍ୟବସ୍ଥା କରନ୍ତୁ। ଦେଖନ୍ତୁ, ଯେଉଁ ଅଛନ୍ତି ବୟସ୍କ ମହିଳା ଜଣକ ବରିଷ୍ଠ ନାଗରିକ, ସେ କହୁଥିଲେ ତାଙ୍କର ଯାହା କ୍ଷୟକ୍ଷତି କରିଛନ୍ତି, ଅପୂରଣୀୟ କ୍ଷୟକ୍ଷତି, ସେ ସରକାରଙ୍କୁ ନିବେଦନ କରିଛନ୍ତି ତାଙ୍କର କ୍ଷୟକ୍ଷତିର କ୍ଷତିପୂରଣ ଦେବା ପାଇଁ। ତା ସହିତ ଯେଉଁ ସରପାଳ ଅଛି, ସରପାଳରୁ ହାତୀକୁ ଅନ୍ୟତ୍ର ନେବା ପାଇଁ। ଦେଖାଯାଉ ପ୍ରଶାସନ କେବେ ତାଙ୍କ କଥା ଶୁଣୁଛି, ହାତୀକୁ ଅନ୍ୟତ୍ର ସ୍ଥାନାନ୍ତରିତ କରୁଛି ଏବଂ ତାଙ୍କର ଯେଉଁ କ୍ଷୟକ୍ଷତି ହୋଇଛି କ୍ଷୟକ୍ଷତିର ଭରଣା କରୁଛି। ଛେଣ୍ଡିପଦାରୁ ହଟକିଶୋର, MBC TV।